ଆମର ଆଜି ବୈଠକଟି ହେଇଛି ଗାଡ଼ି ରୋଡ଼ ସମସ୍ୟାକୁ ନେଇକି ହେଇଛି, ଯାହା ବିଗତ ଦିନ ମଧ୍ୟ ସମସ୍ୟା ଥିଲା, ତାର ମଧ୍ୟ ସମାଧାନ କିଛି ହେଇପାରିବ, ଯାହା ପାଇଁ ଆମେ ବୈଠକ କରି ସମାଧାନର କିଛି ଅଙ୍କ ପରେ କିଛି କୋସିସ୍ କରୁଛୁ, ଯେଉଁଟା ଆପଣମାନଙ୍କୁ ଅବଗତ କରାଉଛି। ଭାଇମାନଙ୍କର ଯେଉଁଟା ରହୁଛି ଫାଷ୍ଟ ରୋଡ଼ କରାଯାଉ, ଏ ବିଷୟରେ ଭାଇମାନଙ୍କର କିଛି ରହିଛି। ଫାଷ୍ଟ ରୋଡ଼ ପ୍ରତିଦିନ ଯେଉଁ ଗାଡ଼ି ଲୋଡ଼ିଂ ହେଉଛି ତା ପାଇଁ ଟୋକନ ନେଉଥିବା ତାର ସମ୍ପୂର୍ଣ୍ଣ ଗାଡ଼ି ନମ୍ବର ସହିତ ଡ୍ରାଇଭର ଲାଇସେନ୍ସ ନମ୍ବର, ମୋବାଇଲ ନମ୍ବର, ରେଜିଷ୍ଟ୍ରେସନ ଲେଖାଯାଉ। ବୁଝିପାରୁଛନ୍ତି? ତାପରେ ଯେଉଁ ଜାଗାରେ ଟୋକନ ଦିଆଯାଏ ସେଠି କେବଳ ଟ୍ରାନ୍ସପୋର୍ଟ ପିଲା ହିଁ ରହିବେ, ତା ବ୍ୟତୀତ ଅନ୍ୟ ମାଲିକ ରହିଲେ ମାଲିକ ଉପରେ ଦଣ୍ଡର ହେବ ବୋଲି ସେମାନଙ୍କର ଡିମାଣ୍ଡ। ଆଚ୍ଛା, ଟୋକନ ଦେବାର ନିର୍ଦ୍ଦିଷ୍ଟ ସମୟ କରାଯାଉ। ଏହା ବ୍ୟତୀତ ଗୋଟେ ମାଇକ୍ରୋଫୋନରେ ଗାଡ଼ି ନମ୍ବର ସିରିଏଲରେ ରଖାଯାଉ। ଯେଉଁ ଗାଡ଼ି ବେଆଇନରେ ସିରିଏଲ କାଟୁଛନ୍ତି କିମ୍ବା ବ୍ରୋକର କିମ୍ବା ଦଲାଲଙ୍କ ସହ ଯାଉଛନ୍ତି ତାଙ୍କୁ ଦଣ୍ଡ ମଧ୍ୟ ଦିଆଯାଉ। ଏନଟିପିସି ବଜାର ଉପରେ ସିରିଏଲ ନ କରି ବଜାର ପୂର୍ବରୁ ଠିଆ କରାଯାଉ। ପାର୍କିଂ ଖାଲି ହେଲେ ଏପଟୁ ଗାଡ଼ି ଛଡ଼ାଯାଉ, ନହେଲେ ବଜାର ଉପରେ ଗାଡ଼ି ସିରିଏଲରେ ଥିଲେ ବେଆଇନ ଭିସିଆର ବ୍ଲାକଲିଷ୍ଟ ନ କରାଯାଉ। ଏନଟିପିସି ଆସୋସିଏସନର 25ଟା ଗାଡ଼ି ଯାହା ପାର୍ଶ୍ୱରେ ରହୁ କିମ୍ବା ଅଲଗା ରହୁ। ଟୋକନ ସ୍ପଟ ପିଲା ଦଉ, ଟାଇଗର ସିକ୍ୟୁରିଟି କେବଳ ସିଗ୍ନେଚର କରୁ। ଇଏ 8ଟି ଗୋଟି ଭାଇମାନଙ୍କର ଡିମାଣ୍ଡ ରହିଛି। ମୋ କହିବା କଥା ଡିମାଣ୍ଡ ତ ବହୁତ ରହିବ, କିନ୍ତୁ ଯେଉଁଟା ଆମେ ଭାଇଙ୍କର ଡିମାଣ୍ଡ ରହୁଛି ଗୋଟିଏ ଯେ ଆପଣଙ୍କ ଏରିଆ ଗାଡ଼ି ଅଛି, ଠିକ୍ ଅଛି, ଆପଣଙ୍କର ଯେତିକି ମାତ୍ରା ଗାଡ଼ି ଲୋଡ୍ ହେଉଛି ହଉ, ତାପରେ ସେ କୌଣସି ବିରୋଧ ନାହିଁ। କିନ୍ତୁ ଆମର ଯେତିକ ଆପଣ ଧର 25% ଗାଡ଼ି 25ଟା ଗାଡ଼ି ଲୋଡ୍ ହେଉଛି ଗୋଟେ ସିଟ୍ରେ, ସେମିତି 3ଟା ସିଟ୍ରେ 75ଟା ଲୋଡ୍ ହେଉଛି, କିନ୍ତୁ ତାପରେ ସିରିଏଲ ବାଇ ଗାଡ଼ିକୁ ଲୋଡ୍ ଦିଆଯାଉ। ଏ ରହୁଛି ଆମ ଭାଇମାନଙ୍କର କଥା। ତାପରେ ଗାଡ଼ିକୁ ଜବରଦସ୍ତି ଗାଡ଼ି ଆଗରେ ଆଡ଼ା ପକେଇ ଗାଡ଼ିକୁ ଓଭରଟେକ୍ କରି ପୁରେଇବା, ଇଏ ରହୁଛି ଗୋଟେ। ଦ୍ୱିତୀୟରେ ଯେଉଁ ପାର୍କିଂରେ ସମସ୍ୟା କଥା କହିଲେ, ପାର୍କିଂ ସମସ୍ୟା କଥା, ଯେଉଁ ଗାଡ଼ି ବଜାରରେ ରହିଲେ ତାକୁ ପ୍ରଶାସନ ବ୍ଲାକଲିଷ୍ଟ କରୁଛି କି ପ୍ଲାଣ୍ଟ ବାଲା ସିକ୍ୟୁରିଟି ବ୍ଲାକଲିଷ୍ଟ କରୁଛନ୍ତି, ଏ ଜିନିଷ ଉପରେ ଗୁରୁତ୍ୱ ଦିଆଯାଉ। ତାପରେ ଯେଉଁ ଆମର ରହୁଛି